ପିଲାମାନେ ଆମେ ଯେଉଁ ଇତିହାସର ପ୍ରଥମ ପାଠ ଯାହାକି ଜାତୀୟ ଆନ୍ଦୋଳନ ଭାରତର ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କ ଆବିର୍ଭାବ ଏବଂ ଗାନ୍ଧୀ ଯୁଗ ସେ ଯେଉଁ ଆଲୋଚନା କରୁଛେ ପୂର୍ବେ ଆମେ ଆଲୋଚନା କରୁଥିଲେ ଚମ୍ପାରଣ ଆନ୍ଦୋଳନ ସମ୍ବନ୍ଧରେ। ଆଜି ଆମେ ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ଯାହାକି ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିଲା ତାହା ସହ ଆଲୋଚନା କରିବା। ତାହା ହେଉଛି ଖେଡ଼ା ସତ୍ୟାଗ୍ରହ ବା ଖେଡ଼ା ଆନ୍ଦୋଳନ। ବନ୍ଧୁଗଣ, ମହାତ୍ମା ଗାନ୍ଧୀ ଯେଉଁ ଚମ୍ପାରଣ ଆନ୍ଦୋଳନ କରିଥିଲେ ଏବଂ ସାଉଥ ଆଫ୍ରିକାରେ ମଧ୍ୟ ଆନ୍ଦୋଳନ କରିଥିଲେ, ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକାର ଆନ୍ଦୋଳନ। ତା ଧୀରେ ଧୀରେ ଚମ୍ପାରଣ ଆନ୍ଦୋଳନ ଥିଲା ଗାନ୍ଧୀଙ୍କ ନେତୃତ୍ୱରେ ପ୍ରଥମ ଆନ୍ଦୋଳନ ଏକ। ତ ଏହାପରେ ଚମ୍ପାରଣ ଆନ୍ଦୋଳନର ସଫଳତା ପାଇଲା ପରେ ଗାନ୍ଧୀଜୀଙ୍କ ନେତୃତ୍ୱରେ এই ଖେଡ଼ା ସତ୍ୟାଗ୍ରହ ବା ଖେଡ଼ା ଆନ୍ଦୋଳନ ହୋଇଥିଲା। ତ ଆଜି ଆମେ ଜାଣିବା এই ଖେଡ଼ା ସତ୍ୟାଗ୍ରହ କ'ଣ, ପ୍ରାଥମିକ ସ୍ତରରେ ଏହା କିପରି ଆରମ୍ଭ ହୋଇଥିଲା ଏବଂ କେଉଁ କାରଣ ଯୋଗୁଁ এই ଆନ୍ଦୋଳନ ହୋଇଥିଲା ଏବଂ ଆନ୍ଦୋଳନରେ ଗାନ୍ଧୀଙ୍କୁ କେଉଁମାନେ ସହଯୋଗ କରିଥିଲେ ଏବଂ ଏହାର ଫଳାଫଳ, এই ଯେଉଁ ଖେଡ଼ା ଆନ୍ଦୋଳନର ଫଳାଫଳ କ'ଣ ହେଲା ସେ ବିଷୟରେ ଆଜି ଆଲୋଚନା କରିବା। ଚେଷ୍ଟା କରିବା ଅତି ସରଳ ଭାବରେ ଆପଣମାନେ ଜାଣିପାରିବେ, ଆମେ ଚେଷ୍ଟା କରୁଛୁ। ତାହେଲେ ଆମେ ଦେଖିବା ଏହାର ବ୍ୟାକଗ୍ରାଉଣ୍ଡ ବା ପୃଷ୍ଠଭୂମି ବିଷୟରେ। ବନ୍ଧୁଗଣ, ଖେଡ଼ା ସତ୍ୟାଗ୍ରହ ହେଉଥିଲା ମାର୍ଚ୍ଚ 11, 1918 ମସିହାରେ, ଯାହାକି ଗୁଜରାଟର ଖେଡ଼ା ଜିଲ୍ଲାରେ। ଏହା ଏକ ବିଶେଷ କରି ଏକ କୃଷକ ଆନ୍ଦୋଳନ ଥିଲା। ପ୍ରାଥମିକ ସ୍ତରରେ ମୋହନଲାଲ ପାଣ୍ଡିଆ ନାମକ ଜଣେ ବ୍ୟକ୍ତି ପଟିଆ ସମ୍ପ୍ରଦାୟର, ତାଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ। ଏହାପରେ ଧୀରେ ଧୀରେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କ୍ରମ ନେଲା ମୋଡ଼ ନେଲା ଯେତେବେଳେ ଗାନ୍ଧୀଜୀ ଏହି ଆନ୍ଦୋଳନ ନେତୃତ୍ୱ ନେଇଥିଲେ। ବିଶେଷ କରି ଶସ୍ୟ ଉତ୍ପାଦନ ହ୍ରାସ, ଚାଷୀମାନଙ୍କ ରାଜସ୍ୱ ମନା କରିବା ପ୍ରମୁଖ ଆନ୍ଦୋଳନର କାରଣ ଥିଲା ଏବଂ ଅସହଯୋଗ। ଏହା ଏକ କହିପାରିବା ଗାନ୍ଧୀଙ୍କ ଦ୍ୱାରା ନେତୃତ୍ୱରେ ଏହା ଏକ ପ୍ରଥମ ଯେଉଁ ଅସହଯୋଗ ଆନ୍ଦୋଳନ ପରେ ହେଇଥିଲା, ଆକୁ କୁହାଯାଇପାରିବ ଏକ ପ୍ରାଥମିକ ଅସହଯୋଗ ଆନ୍ଦୋଳନ ଭାବରେ ମଧ୍ୟ ଏହାକୁ ଆମେ ନେଇପାରିବା। ତ ବର୍ତ୍ତମାନ ଆଲୋଚନା କରିବା କ'ଣ ପାଇଁ ଏହି ଖେଡ଼ା ସତ୍ୟାଗ୍ରହ ବା ଖେଡ଼ା ଆନ୍ଦୋଳନ ହୋଇଥିଲା। ତାହେଲେ ଆମେ ଜାଣିବା ପ୍ରଥମ କାରଣ ହେଉଛି ଶସ୍ୟ ଅମଳ ଖରାପ ହୋଇଥିଲା। ଯେଉଁ ଚାଷୀ ଭାଇମାନେ ଚାଷ କରିଥିଲେ ଖେଡ଼ା ଜିଲ୍ଲାରେ, ସେ ସମୟରେ ଚାଷର ଉତ୍ପାଦନ ହ୍ରାସ ପାଇଥିଲା, ବହୁତ କମ୍ ଚାଷ ଉତ୍ପାଦନ ହୋଇଥିଲା ଏବଂ ତା ସହିତ ହଇଜା ରୋଗରେ ବହୁତ ଲୋକ ଆକ୍ରାନ୍ତ ହୋଇଥିଲେ ଏବଂ ଖେଡ଼ା ଜିଲ୍ଲା ମଧ୍ୟ ଅନେକ ଲୋକ ମରିଥିଲେ। এই ଯୋଗୁଁ ସେଥିପାଇଁ ଯେଉଁ ରାଜସ୍ୱ ଫିସ୍ କରାଯାଇଥିଲା ଦେବା ପାଇଁ ତାକୁ ସେ ମନା କରିଦେଇଥିଲେ। ଯଦିଓ ସେଇ ଗୋଟେ ନିୟମ ମଧ୍ୟ ପୂର୍ବରୁ ଥିଲା, ଯଦି କିଛି କୌଣସି ଦୁର୍ଭିକ୍ଷ ହୁଏ, ପ୍ରାକୃତିକ ବିପର୍ଯ୍ୟୟ ଘଟେ, ତାଙ୍କର ଏଥିରୁ କମ୍ ରାଜସ୍ୱ ଆଦାୟ କରାଯିବ ବୋଲି ପ୍ରଭିଜନ ଥିଲା। କିନ୍ତୁ ବ୍ରିଟିଶ ସରକାର ଆକୁ ନ ମାନି, ସେ ଯେଉଁ ରାଜସ୍ୱ କୋଡକୁ ନ ମାନି ଜବରଦସ୍ତି ଆଦାୟ କରିଥିଲା ରାଜସ୍ୱ, ଯାହାଦ୍ୱାରା ତାଙ୍କ ଭିତରେ ଏକ ଆନ୍ଦୋଳନ ସୃଷ୍ଟି କରିଥିଲା କୃଷକ ଭିତରେ। ତା ସହିତ ସରକାର ରାଜସ୍ୱ ବୃଦ୍ଧି କହିଲେ ସରକାର ଶତକଡ଼ା 23% ରାଜସ୍ୱ ବୃଦ୍ଧି କରିଥିଲେ, ଯଦିଓ ଉତ୍ପାଦନ ହ୍ରାସ କମ୍ ଥିଲା। ତେଣୁ ଚାଷୀମାନଙ୍କ ଭିତରେ ଏକ ଆନ୍ଦୋଳନର ବାଟ ସୃଷ୍ଟି କରିଥିଲା। କାରଣ ଗୋଟେ ପଟେ ଚାଷ ଭଲ ହେଇନି, ଦ୍ୱିତୀୟରେ ହଇଜା ରୋଗ ବ୍ୟାପିଛି, ତୃତୀୟରେ ସରକାର ଜାଣିଛନ୍ତି ମଧ୍ୟ ସମସ୍ୟା ଉପୁଜି ଚାଷୀମାନଙ୍କ ପାଇଁ, ଚାଷୀମାନେ ସମସ୍ୟା ଉପୁଜିଥିଲା ପ୍ରାକୃତିକ ସମସ୍ୟା, କିନ୍ତୁ ଜାଣିକିରି ମଧ୍ୟ ବ୍ରିଟିଶ ସରକାର 23% ରାଜସ୍ୱ ବଢ଼େଇଥିଲେ। ତା ସହିତ ଚାଷୀମାନେ ଅପିଲ କରିଥିଲେ ରାଜସ୍ୱ କମେଇବା ପାଇଁ, ନ ଦେବା ପାଇଁ, କିନ୍ତୁ ତାଙ୍କ ଅପିଲକୁ ଗ୍ରହଣ କରିନଥିଲା ବ୍ରିଟିଶ ସରକାର, ଯାହାଦ୍ୱାରା କି ଚାଷୀମାନଙ୍କ ମଧ୍ୟରେ ଏକ ଉତ୍ତେଜନା ବାତାବରଣ ସୃଷ୍ଟି ହୋଇଥିଲା ଏବଂ ସେମାନେ ଆନ୍ଦୋଳନ ପଥକୁ ଆପଣେଇଥିଲେ। ଚାଲନ୍ତୁ ଆମେ ଦେଖିବା এই ଆନ୍ଦୋଳନର କାର୍ଯ୍ୟକଳାପ କ'ଣ ଥିଲା, ଗାନ୍ଧୀ କିଭଳି ଭାବରେ এই ଆନ୍ଦୋଳନ ନେତୃତ୍ୱ ନେଇଥିଲେ ଆଲୋଚନା। ଚାଲନ୍ତୁ ଦେଖିବା এই ଆନ୍ଦୋଳନ ଯେଉଁ ହେଇଥିଲା, এই ଆନ୍ଦୋଳନର ମାଧ୍ୟମ କ'ଣ ଥିଲା, କିଭଳି ଭାବରେ ଆନ୍ଦୋଳନ ଅଗ୍ରସର ହୋଇଥିଲା। ବନ୍ଧୁଗଣ, ଏଠି ଦୁର୍ଭିକ୍ଷ ସମୟରେ ଏକ ନିୟମ ଥିଲା କି ଯଦି ଦୁର୍ଭିକ୍ଷ ପଡ଼େ ତାହେଲେ ଯେଉଁ କୋଡ୍ ଥିଲା, ଏକ ଦୁର୍ଭିକ୍ଷ କୋଡ୍ ଥିଲା, ସେଥିରେ
ଏକ ଚତୁର୍ଥାଂଶ ଯଦି କମ୍ ଶସ୍ୟ ଉତ୍ପାଦନ ହେଲା ତାହେଲେ ରାଜସ୍ୱ ବହୁତ କମିଯିବ। କୌଣସି କ୍ଷେତ୍ରରେ ଲୋକ ରାଜସ୍ୱ ଦେବେ ନାହିଁ, ସେ ପ୍ରୋଭିଜନ ଥିଲା, ସେ ବ୍ୟବସ୍ଥା ଥିଲା। କିନ୍ତୁ ଇଂରେଜ ଶାସନ ଯେଉଁ ଜବରଦସ୍ତି ରାଜସ୍ୱକୁ ବାଧ୍ୟମୂଳକ କରିଥିଲେ ଏବଂ ତା ସହିତ ରାଜସ୍ୱ ମଧ୍ୟ ବୃଦ୍ଧି କରିଥିଲେ। ଗୋଟେ ସମୟରେ ରାଜସ୍ୱ କମେଇବାର ବ୍ୟବସ୍ଥା ଥିଲା, ସେ ରାଜସ୍ୱ ନ କମେଇକିରି ରାଜସ୍ୱ ବୃଦ୍ଧି କରିଥିଲେ ଏବଂ ବାଧ୍ୟତାମୂଳକ ଭାବରେ ରାଜସ୍ୱ ଆଦାୟ କରୁଥିଲେ। ଏବଂ ତା ସହିତ ଏ ଇଂରେଜ ମାନେ ସମ୍ପୂର୍ଣ୍ଣ ରାଜସ୍ୱ ଆଦାୟ କରିବାକୁ ଚେଷ୍ଟା କଲେ ଏବଂ ଚାଷୀମାନେ ଯେଉଁ ଅନୁରୋଧ କଲେ ଇଂରେଜ ଶାସକଙ୍କୁ, ଇଂରେଜ ସରକାର ତାକୁ ମାନୁନଥିଲା, ଯାହାଦ୍ୱାରା କି ମୋହନଲାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏ ରାଜସ୍ୱ ମନା ନୋ ପେମେଣ୍ଟ ମୁଭମେଣ୍ଟ ଆରମ୍ଭ ହେଲା। ଚାଷୀମାନେ ରାଜସ୍ୱ ନ ଦେବା ପାଇଁ ସ୍ଥିର କଲେ ଏବଂ ଆନ୍ଦୋଳନ ମଧ୍ୟ କଲେ। ତା ସହିତ ଯେତେବେଳେ 2 ଜଣ ଗୁରୁତ୍ୱ 1917 ମସିହାରେ ଆନ୍ଦୋଳନ ଆରମ୍ଭ ହେଲା ଏବଂ ମୋହନଲାଲ ପାଣ୍ଡ୍ୟା ଏବଂ ଶଙ୍କରଲାଲ, ଏଇ ଯେଉଁ 2 ଜଣ ବ୍ୟକ୍ତି ଥିଲେ, ଏ 2 ଜଣ ଚିନ୍ତା କଲେ କି ମାନେ ତାଙ୍କର ଆଞ୍ଚଳିକ ଯେଉଁ ଲିଡର ମାନେ ନେତା ରହିଲେ, ବାହାର ଯେଉଁ ଲିଡର ଅଛନ୍ତି ତାଙ୍କୁ ଆଣିକିରି ବାହାର ନେତାଙ୍କୁ ଆଣିକିରି ଏ ଆନ୍ଦୋଳନରେ ସାମିଲ କରିବା ପାଇଁ। ସେଥିପାଇଁ ସେ ଗୁଜରାଟ ସଭାକୁ ଅନୁରୋଧ କଲେ ତାଙ୍କର ଏଇ ଯେଉଁ ଆନ୍ଦୋଳନରେ ତାଙ୍କୁ ସାହାଯ୍ୟ କରିବା ପାଇଁ। ପିଲାମାନେ ସେ ସମୟରେ ସେ ଗୁଜରାଟ ଯେଉଁ ସଭା ଥିଲା, ଯାହାର କି ଅଧ୍ୟକ୍ଷତା କରୁଥିଲେ ନିଜେ ମହାତ୍ମା ଗାନ୍ଧୀ। ତ ମହାତ୍ମା ଗାନ୍ଧୀକୁ ଚିଠି ପାଇଥିଲେ, ଏମାନଙ୍କର ରିକ୍ୱେଷ୍ଟ ପାଇଥିଲେ, ଯାହାଦ୍ୱାରା କି ମହାତ୍ମା ଗାନ୍ଧୀ ତାଙ୍କ ଚିଠି ଗ୍ରହଣ କରି ସ୍ଥିର କରିଥିଲେ ଯେ ସେ ପ୍ରଥମେ ବ୍ୟକ୍ତିଗତ ଭାବରେ ସେ ସ୍ଥାନକୁ ଯିବେ ଏବଂ ଚାଷୀମାନଙ୍କର ସମସ୍ୟା ବାସ୍ତବ ନା ଅବାସ୍ତବ, ଠିକ ନା ଭୁଲ, ତାକୁ ଅନୁଧ୍ୟାନ କରିବେ। ଅନୁଧ୍ୟାନ କଲା ପରେ ଯାଇକିରି ସେ ଆନ୍ଦୋଳନରେ ଯୋଗଦାନ ବା ନେତୃତ୍ୱ ନେବେ। ତ ଗାନ୍ଧୀଜୀ ଖେଡ଼ାରେ ପହଞ୍ଚିଥିଲେ ଏବଂ ବ୍ୟକ୍ତିଗତ ଭାବରେ ସମସ୍ୟା ବୁଝିଥିଲେ ଚାଷୀ ଭାଇ ମାନଙ୍କର। ସେ ନିଜେ ଉଦ୍ବୁଦ୍ଧ ହୋଇଥିଲେ କି ଚାଷୀମାନେ ଯେଉଁ ଆନ୍ଦୋଳନ ସଠିକ ବାଟରେ ସଠିକ କାରଣ ଯୋଗୁଁ ହେଇଛି, ତ ଆନ୍ଦୋଳନଟା ଠିକ ବୋଲି ଜଷ୍ଟିଫାଏ ବୋଲି ସେ ଗ୍ରହଣ କରିଥିଲେ ଏବଂ ସେଠାରେ ସେ ପ୍ରତିଜ୍ଞା କରିଥିଲେ ଏବଂ କହିଥିଲେ ଯେବେ ଯାଏ ଚାଷୀମାନଙ୍କ ସମସ୍ୟା ଦୂରୀଭୂତ ହୋଇନାହିଁ ସେବେ ଯାଏ ସେ ତାଙ୍କର ଏଇ ଆନ୍ଦୋଳନ ଜାରି ରହିବ। ପ୍ରଥମ ଥର ପାଇଁ ଗାନ୍ଧୀଜୀ ଯେଉଁ ଅସହଯୋଗ ଯେଉଁ ଆନ୍ଦୋଳନ ତା ପ୍ରାଥମିକ ସ୍ତରରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଗାନ୍ଧୀ କହିଥିଲେ କୌଣସି ଚାଷୀମାନେ ରାଜସ୍ୱ କମ୍ ତ ବିଲକୁଲ ରାଜସ୍ୱ ଦେବେ ନାହିଁ କାହାକୁ ନା ଇଂରେଜ ସରକାରଙ୍କୁ। ଯଦି ଆମେ ଏହାର ନେତୃତ୍ୱ ବିଷୟରେ ଦେଖିବା, ଯେମିତି କହିଲେ ଆମେ ପ୍ରାଥମିକ ସ୍ତରରେ ତ ମୋହନଲାଲ ପାଣ୍ଡ୍ୟା ନେତୃତ୍ୱ ନେଇଥିଲେ, ଗାନ୍ଧୀ ମଧ୍ୟ ତାପରେ ଆସିଲେ। ଗାନ୍ଧୀଙ୍କ ସହିତ ଗାନ୍ଧୀକୁ ସାହାଯ୍ୟ କରିଥିଲେ ଆନ୍ଦୋଳନରେ ମୋହନଲାଲ ପାଣ୍ଡ୍ୟା ଯେ କହିଲେ, ଶଙ୍କରଲାଲ ଏବଂ ରବିଶଙ୍କର ବ୍ୟାସ, ସର୍ଦ୍ଦାର ପଟେଲ ଓ ଗାନ୍ଧୀଙ୍କର ପ୍ରମୁଖ ସହଯୋଗୀ ଭାବରେ ଇନ୍ଦୁଲାଲ ଜାଙ୍ଗିଙ୍କ କାର୍ଯ୍ୟ କରୁଥିଲେ। ଏହି ଆନ୍ଦୋଳନ ସର୍ଦ୍ଦାର ପଟେଲଙ୍କୁ ଗାନ୍ଧୀଙ୍କ ସହିତ ଅତି ନିକଟତର କରାଇଥିଲା। ତେଣୁ ଏଇ ଯେଉଁ ଖେଡ଼ା ସତ୍ୟାଗ୍ରହ ଏତେ ମାତ୍ରା ପ୍ରଭାବିତ କରିଥିଲା, ଆନ୍ଦୋଳନ ଗାନ୍ଧୀଙ୍କ ନେତୃତ୍ୱ ଏତେ ପ୍ରଭାବିତ କରିଥିଲା ସର୍ଦ୍ଦାର ପଟେଲଙ୍କୁ, ସର୍ଦ୍ଦାର ପଟେଲ ତାପରେ ସେ ଗାନ୍ଧୀଙ୍କର ଅନୁଗାମୀ ହୋଇଥିଲେ। ଚାଲନ୍ତୁ ବନ୍ଧୁଗଣ ଆଲୋଚନା କରିବା ଏ ଯେଉଁ ଆନ୍ଦୋଳନ ହୋଇଥିଲା ତାର ଫଳାଫଳ କ'ଣ ହେଲା। ଏ ଆନ୍ଦୋଳନ ଦ୍ୱାରା ଚାଷୀମାନେ ଲାଭପ୍ରଦ ହେଲେ କି ନାହିଁ ନା ଇଂରେଜ ମାନେ ଜିଦ୍ ଧରି ବସିଲେ। ଚାଲନ୍ତୁ ଆମେ ପିଲାମାନେ ଯେଉଁ ଆନ୍ଦୋଳନ ହୋଇଥିଲା 1917ରୁ 18 ଆନ୍ଦୋଳନ ହୋଇଥିଲା, ଏ ଆନ୍ଦୋଳନ ନିଶ୍ଚିତ ଭାବରେ ଏକ ସଫଳତା ହାସଲ ହୋଇଥିଲା। ଏହି ଆନ୍ଦୋଳନରେ ଚାଷୀମାନେ ଜୟଯୁକ୍ତ ହୋଇଥିଲେ। ଇଂରେଜ ମାନଙ୍କର ଯେଉଁ ବାଧ୍ୟତାମୂଳକ ରାଜସ୍ୱ ସେଥିରେ ନିବୃତ୍ତ ରହିଥିଲେ। ଚାଲନ୍ତୁ ଦେଖିବା କ'ଣ ଏ ଆନ୍ଦୋଳନର ଫଳାଫଳ କ'ଣ ଥିଲା। ପ୍ରାଥମିକ ଭାବରେ ଆନ୍ଦୋଳନ ଏକ ସଫଳ ଆନ୍ଦୋଳନ ଭାବରେ ବିହିତ ହୋଇଥିଲା। ଦୀର୍ଘ ଆନ୍ଦୋଳନ କରିଥିଲେ ସେଥିରେ ଚାଷୀମାନେ ସଫଳ ହୋଇଥିଲେ ଏବଂ ତା ସହିତ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟ କରୁଥିଲେ ସେଥିରୁ ନିବୃତ୍ତ ରହିଥିଲେ। ଏବଂ ଏହାପରେ ଏକ ଗାନ୍ଧୀଜୀଙ୍କ ନେତୃତ୍ୱରେ ଏକ ଜନ ଆନ୍ଦୋଳନ ଥିଲା। ଯଦିଓ ପୂର୍ବ ଚମ୍ପାରଣ ଏକ ଆନ୍ଦୋଳନ ଥିଲା, କିନ୍ତୁ ଖେଡ଼ା ସତ୍ୟାଗ୍ରହ ଜାତୀୟ ସ୍ତରରେ ଅନେକ ପ୍ରଭାବ ପକାଇଥିଲା। ତା ସହିତ ଏ ଯେଉଁ ଆନ୍ଦୋଳନ ହୋଇଥିଲା ତା ଗାନ୍ଧୀଜୀଙ୍କ ନେତୃତ୍ୱକୁ ଆଉ ଗୋଟେ ପାଦ ଆଗକୁ ନେଇଥିଲା। ତ ଗାନ୍ଧୀଜୀଙ୍କ ନ୍ୟାସନାଲ ଫିଗର ଭାବରେ ଗାନ୍ଧୀଜୀଙ୍କୁ ଗଣାଯାଇଥିଲା। ଏହି ଆନ୍ଦୋଳନ ସଫଳତା ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଥିଲା ଭାରତର ଜାତୀୟ ଆନ୍ଦୋଳନର। ଯେହେତୁ ଏହି ଆନ୍ଦୋଳନ ଏକ
ସଫଳତା ହାସଲ କରିଥିଲା। ତେଣୁ ଏହାପରେ ଯେଉଁ ଆନ୍ଦୋଳନ ହୋଇଥିଲା ତାକୁ ଅନେକ ମାତ୍ରାରେ ତାକୁ ସହାୟକ ହୋଇଥିଲା ଏହି ଆନ୍ଦୋଳନ। ନିଶ୍ଚିତ ଭାବେ କହିପାରିବା ଗାନ୍ଧୀଜୀଙ୍କ ନେତୃତ୍ୱରେ ଯେଉଁ ଖେଡ଼ା ଆନ୍ଦୋଳନ ହୋଇଥିଲା, ଚାଷୀମାନଙ୍କ ସ୍ୱାର୍ଥ ପାଇଁ ଯେଉଁ ମହାତ୍ମା ଗାନ୍ଧୀ ଲଢ଼େଇ କରିଥିଲେ ଇଂରେଜମାନଙ୍କ ବିରୁଦ୍ଧରେ, ତାହା ତାଙ୍କୁ ସଫଳତା ଆଣି ଦେଇଥିଲା ଏବଂ ଚାଷୀମାନେ ଏଥିରେ ଲାଭବାନ ହୋଇଥିଲେ ବା ଏଥିରେ ସଫଳତା ହାସଲ କରିଥିଲେ। ଇଂରେଜମାନେ ତାଙ୍କର ଜିଦ୍ଦିରୁ ନିବୃତ୍ତ ରହିଥିଲେ। ଇଂରେଜମାନଙ୍କ କ୍ଷମତା ଜନସାଧାରଣରେ କମିଥିଲା, ଯାହା ଯୋଗୁଁ ଗାନ୍ଧୀ ଏକ ଜାତୀୟ ସ୍ତରର ନେତା ଭାବରେ ପରିଗଣିତ ହୋଇପାରିଥିଲେ ଏବଂ ତା ସହିତ ଗାନ୍ଧୀଜୀଙ୍କ ନେତୃତ୍ୱ ସମଗ୍ର ଭାରତବର୍ଷରେ ତାର ପ୍ରଭାବ ପକାଇଥିଲା। ନିଶ୍ଚିତ ଭାବରେ କହିପାରିବା ଖେଡ଼ା ସତ୍ୟାଗ୍ରହ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ ଭାରତୀୟର ଜାତୀୟ ଆନ୍ଦୋଳନର। ତେଣୁ ଗାନ୍ଧୀକୁ ଏକ ନୂଆ ସମର୍ଥନ ମିଳିଥିଲା, ବହୁଳ ଭାବରେ ଜନସାଧାରଣ ସମର୍ଥନ ମିଳିଥିଲା। ଏହି ଆନ୍ଦୋଳନ ପରେ ଏକ ଜାତୀୟବାଦୀ ନେତା ଭାବରେ ଗାନ୍ଧୀଜୀ ଗଣା ହୋଇଥିଲେ। ପିଲାମାନେ, ଆଜିର ଆଲୋଚନା ଆପଣମାନଙ୍କୁ କିପରି ଲାଗିଲା ଆପଣଙ୍କର ମତାମତ ପ୍ରଦାନ କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ସେମାନେ ଅନୁରୋଧ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ।